ବର୍ତ୍ତମାନ ଯାହା ସୂଚନା ମିଳୁଛି ଚତୁର୍ଥ ଟି-20ରେ ଶେଫାଳି ଓ ସ୍ମୃତିଙ୍କ ଧମାକା। ଶ୍ରୀଲଙ୍କାକୁ 30 ରନରେ ହରାଇଲା ଭାରତ। ତେବେ ସୂଚନା ଅନୁସାରେ ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଟି-20ରେ ଶ୍ରୀଲଙ୍କାକୁ 30 ରନରେ ପରାସ୍ତ କରିଛି ଭାରତୀୟ ମହିଳା କ୍ରିକେଟ ଦଳ। ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରୀଲଙ୍କା ଆଗରେ 222 ରନର ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ଶ୍ରୀଲଙ୍କା ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 191 ରନ୍ କରିପାରିଥିଲା। ଶ୍ରୀଲଙ୍କା ପକ୍ଷରୁ ଚମରି ଅଟାପଟଟୁ 52 ରନ୍ କରିଥିବା ବେଳେ ହସିନ ପରେଲା 33 ରନ୍ କରିଥିଲେ। ଇମେଶା ଦୁଲାନି 29 ରନ୍ କରିଥିବା ବେଳେ ନୀଳାକ୍ଷିକା ସିଲାପ 23 ରନ୍ କରିଥିଲେ। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ 2 ୱିକେଟ ହରାଇ 221 ରନ୍ କରିଥିଲା। ଶେଫାଳି 46 ବଲ୍ରୁ 79 ରନ୍ ଏବଂ ସ୍ମୃତି ବନ୍ଧନା 48 ବଲ୍ରୁ 80 ରନ୍ କରିବା ସହ ପ୍ରଥମ ୱିକେଟ ପାଇଁ 15 ଓଭର 2 ବଲ୍ରେ ରେକର୍ଡ 162 ରନ୍ କରିଥିଲେ। ଲଗାତାର ଓଭରରେ ଉଭୟ ଆଉଟ୍ ହେବା ପରେ ରିଚା ଘୋଷ ଏବଂ ହରମନପ୍ରୀତ କୌର ଶେଷ 23 ବଲ୍ରୁ 53 ରନ୍ ଯୋଡ଼ିଥିଲେ। ସ୍ମୃତି ତାଙ୍କ ପାଳି ଅବସରରେ ସର୍ବାଧିକ ଛକା ରେକର୍ଡ କରିବା ସହ ବିଶ୍ୱର ଚତୁର୍ଥ ତଥା ଦ୍ୱିତୀୟ ଭାରତୀୟ ବ୍ୟାଟର ଭାବେ 10,000 ଆନ୍ତର୍ଜାତୀୟ ରନ୍ ପୂରଣ କରିଥିଲେ। ଏ କ୍ଷେତ୍ରରେ କିନ୍ତୁ ସେ କମ୍ ପାଳି ଖେଳି ମିତାଲି ରାଜକୁ ପଛରେ ପକାଇଥିଲେ। 10,000 ଆନ୍ତର୍ଜାତୀୟ ରନ୍ରେ ଅନ୍ୟ ଦୁଇ ସମସ୍ୟା ହେଉଛନ୍ତି ଇଂଲଣ୍ଡର ଚାର୍ଲୋଟ ଏଡୱାର୍ଡସ ଏବଂ ନ୍ୟୁଜିଲାଣ୍ଡର ସୁଇଜି ବେଟ୍ସ। 221 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା 191 ରନ୍ରେ ଅଟକି ଯାଇଥିଲା। ଏହି ବିଜୟ ସହ ଭାରତ 5 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ 4-0ରେ ଆଗରେ ରହିଛି।